12 ବର୍ଷର ଛୋଟିଆ ବାଳକଟିଏ ଅନ୍ଧାର ରାତିରେ ନୀଳକଣ୍ଠପୁର ଘାଟରେ ଡଙ୍ଗା ଜଗିଥାଏ। ଇଂରେଜ ମାନେ ଆସି ପହଞ୍ଚିଲେ, ତାକୁ କହିଲେ ନଦୀ ପାର କରେଇ ଦେବା ପାଇଁ, ହେଲେ ସେ ମନା କରିଦେଲା। ଇଂରେଜ ମାନେ ରାଗି ଯାଇ ତାକୁ ମାରି ମାରି ଲହୁଲୁହାଣ କରିଦେଲେ, ତଥାପି ସେ ମାନିଲା ନାହିଁ। ଇଂରେଜ ମାନେ ଗୁଳି କରି ତାକୁ ହତ୍ୟା କରିଦେଲେ। ସେ ହେଲେ ଭାରତର ସବୁଠୁ କମ୍ ବୟସର ଶହୀଦ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ବାଜି ରାଉତ। 1926 ମସିହା ଅକ୍ଟୋବର 5 ତାରିଖରେ ଢେଙ୍କାନାଳରେ ହୋଇଥିଲା ବାଜି ରାଉତଙ୍କର ଜନ୍ମ। ପିଲାଟି ବେଳୁ ସେ ତାଙ୍କର ପିତାଙ୍କୁ ହରାଇ ବସିଥିଲେ। ତାଙ୍କ ମା ପର ଚାଷ ଜମିରେ ଖଟି ତାଙ୍କ ଘର ଚଳାଉଥିଲେ। ସେଇ ଛୋଟ ବୟସରୁ ସେ ଅନୁଭବ କରିସାରିଥିଲେ ଯେ ଢେଙ୍କାନାଳର ରାଜା ସେଠାକାର ଗରିବ ଲୋକମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ସେମାନଙ୍କୁ ଲୁଟୁଛନ୍ତି। ସେଥିପାଇଁ ସେ କଅଁଳ ବୟସରେ ମଧ୍ୟ ପ୍ରଜାମଣ୍ଡଳରେ ସେ ଯୋଗଦାନ ଦେଇ ରାଜାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଜାମଣ୍ଡଳ ସହ ମିଶି ଇଂରେଜ ସରକାର ବିରୁଦ୍ଧରେ ଆନ୍ଦୋଳନ ମଧ୍ୟ କରିଥିଲେ। ଆଜି ଯେତେବେଳେ 12 ବର୍ଷର ଛୋଟ ଛୋଟ ପିଲାମାନଙ୍କୁ ଇନଷ୍ଟାଗ୍ରାମ ରିଲରେ ବୁଡ଼ି ରହିଥିବାର ଦେଖେ, ଏହି ବୟସରେ ପ୍ରେମରେ ହାରିଯାଇ ଇନଷ୍ଟାଗ୍ରାମରେ କୁମ୍ଭୀର କାନ୍ଦଣା କାନ୍ଦୁଥିବାର ଦେଖେ, ମୋତେ ଭାରି ବାଜି ରାଉତଙ୍କ କଥା ମନେ ପଡ଼େ। ସେଇ ବୀର ବାଜି ରାଉତଙ୍କୁ ମୋର କୋଟି କୋଟି ପ୍ରଣାମ। ଆମ ମାଟିର ସ୍ୱତନ୍ତ୍ରତା ସେନାନୀଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ମୋତେ ଫଲୋ ନିଶ୍ଚୟ କରିବେ। ବନ୍ଦେ ଉତ୍କଳ ଜନନୀ। ଜୟ ହିନ୍ଦ।